ତେବେ ସ୍ୱୟଂ ଯୋଜନା ଯେଉଁ ଆରମ୍ଭ ହୋଇଛି ତାର ଅନଲାଇନ୍ ଆରମ୍ଭ ପାଇଁ ଆପଣମାନେ ଟେନସନ୍ ବା ଚିନ୍ତାରେ ଅଛନ୍ତି। ତ ସେଥିପାଇଁ ଆପଣମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି, ତ ମୁଁ ଆପଣମାନଙ୍କ କମେଣ୍ଟକୁ ମଧ୍ୟ ଦେଖୁଛି। ତେବେ ସ୍ୱୟଂ ଯୋଜନାରେ ଆପଣମାନେ ଅନଲାଇନ୍ କରିବା ପୂର୍ବରୁ ଆପଣମାନେ ଭିଡ଼ିଓଟି ଦେଖନ୍ତୁ। ତ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ସ୍ୱୟଂ ଯୋଜନାରେ ଲୋନ୍ ନେବା ପାଇଁ ଚାହୁଁଛନ୍ତି ସେମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ, କାରଣ ପ୍ରତ୍ୟେକ ଜିନିଷ ମୁଁ ଯେତେବେଳେ ଆପଣମାନଙ୍କୁ କହିବାକୁ ଯାଉଛି ତ ସେତେବେଳେ ଆପଣମାନେ ନିଶ୍ଚିତ ଭାବରେ ଭିଡ଼ିଓଟି ଧ୍ୟାନ ଦେଇ ଦେଖନ୍ତୁ। କାରଣ ଗୋଟେ ଜିନିଷ ଯଦି ଆପଣମାନେ ବୁଝି ନ ପାରୁଛନ୍ତି ତେବେ ଆପଣମାନଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କଲାପରେ ଆପଣମାନେ ନିଶ୍ଚିତ ଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାନେ ପ୍ରତ୍ୟେକ କ୍ଷେତ୍ରରେ 50% ଯେଉଁ ଭାଇ ଭଉଣୀମାନେ ଅନଲାଇନ୍ କରୁଛନ୍ତି 50% ଭାଇ ଭଉଣୀମାନେ ଅନଲାଇନ୍ର ସୁବିଧା ଜାଣିକି ସୁଦ୍ଧା ମଧ୍ୟ ସେମାନେ ତରବରିଆ ହୋଇକି ସେମାନେ ନିଶ୍ଚିତ ଭୁଲ କରିଦେଉଛନ୍ତି, ଯାହାଫଳରେ ସେମାନେ ପୁନର୍ବାର ଆପଣମାନଙ୍କର ରିଜେକ୍ଟ ହୋଇଯାଉଛି। ତ ମୁଁ ସବୁବେଳେ କହିଛି ଭିଡ଼ିଓ ଗୁଡ଼ିକୁ ଆପଣମାନେ ସମ୍ପୂର୍ଣ୍ଣ ଦେଖନ୍ତୁ, ଆପଣମାନେ ନିଶ୍ଚିତ ଭାବରେ ଯୋଜନାର ଲାଭ ମିଳିବ। ତେବେ ଆମେ ବର୍ତ୍ତମାନ ମୁଁ ଦୁଇଟି ଅପଡେଟ୍ ଆପଣମାନଙ୍କୁ ଦେଖାଇଦେବି, ଆପଣମାନେ ଧ୍ୟାନ ଦେଇ ଭିଡ଼ିଓଟି ଦେଖନ୍ତୁ। ତା ପୂର୍ବରୁ ଯେଉଁମାନେ ଉଦ୍ୟମ ଯୋଜନାରେ ରେଜିଷ୍ଟ୍ରେସନ୍ କରିନାହାନ୍ତି, କାରଣ ଉଦ୍ୟମ ଯୋଜନାରେ ରେଜିଷ୍ଟ୍ରେସନ୍ କରିବା ନିହାତି ଦରକାର, ତ ସେ ଆପଣମାନେ ଜନସେବା କେନ୍ଦ୍ର ଯାଇ ଉଦ୍ୟମ ଯୋଜନାରେ ରେଜିଷ୍ଟ୍ରେସନ୍ କରିଦିଅନ୍ତୁ। ତେବେ ଆମେ ଗୁଗଲରେ swayam.gov.in ସର୍ଚ୍ଚ କରିବା। ତ ଦେଖନ୍ତୁ ଭିଡ଼ିଓଟି ଧ୍ୟାନ ଦେଇ ଦେଖନ୍ତୁ କ'ଣ ମୁଁ କହୁଛି ଆପଣମାନଙ୍କୁ, ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। swayam.gov.in ସର୍ଚ୍ଚ କଲାପରେ ଦେଖନ୍ତୁ ଆମେ ଅନେକ ଭାଇ ଭଉଣୀମାନେ ସର୍ଚ୍ଚ କରୁଛନ୍ତି, ଯାହାଫଳରେ କି ମୁଁ ସେଥିପାଇଁ ଭିଡ଼ିଓଟି ବନେଇନି। ତ swayam.gov.in ସର୍ଚ୍ଚ କଲାପରେ ଯେଉଁ ପ୍ରଥମ ଅପସନ୍ଟି ଆସୁଛି ଆପଣମାନେ କ୍ଲିକ୍ କରୁଛନ୍ତି। ଦେଖନ୍ତୁ କ୍ଲିକ୍ କଲାପରେ ଏଇଭଳି ଭାବରେ ଆପଣମାନଙ୍କୁ ଗୋଟେ ପେଜ୍ ଖୋଲି ଯାଉଛି। ତ ଆପଣମାନେ ଏଇଠି ଦେଖିପାରୁଥିବେ ସାଇନ୍ ଇନ୍ ଆଉ ରେଜିଷ୍ଟର। ତ ଆପଣମାନେ ରେଜିଷ୍ଟର ଉପରେ କ୍ଲିକ୍ କଲାପରେ ତ ଆପଣଙ୍କୁ ଏଇଭଳି ଭାବରେ ୟୁଜର ନେମ୍ ପାସୱାର୍ଡ଼ ତ ମାଗୁଛି ଫରଗେଟ୍ ପାସୱାର୍ଡ଼। ତ ମୁଁ ଏଇଠି ଆପଣମାନଙ୍କୁ କହି ରଖୁଛି ସେକେଣ୍ଡ ଅପଡେଟ୍ ଆପଣମାନେ ଦେଖନ୍ତୁ, ତାପରେ ଆପଣମାନେ ମୁଁ କ'ଣ କହିବି ଆପଣମାନେ ନିଶ୍ଚିତ ଭାବରେ ବୁଝିପାରିବେ। ତେବେ ଚାଲନ୍ତୁ ସେକେଣ୍ଡ ଅପଡେଟ୍ କ'ଣ ମୁଁ ଆପଣମାନଙ୍କୁ ଅପଡେଟ୍ ଦେଇଦେଉଛି। ଏବେ ଆମେ ସ୍ୱୟଂ ଯୋଜନା ଓଡ଼ିଶା, କାରଣ ଆମେ ଓଡ଼ିଶାରେ ଯେହେତୁ ଆମେ ଭାଇ ଭଉଣୀମାନେ ଅଛନ୍ତି ଆପ୍ଲାଏ କରିବାକୁ ଚାହୁଁଛନ୍ତି ବା ଋଣଟା ଆଣିକି ଆମେ ଲୋନ୍ଟା ଆଣିକି ଆମେ କେମିତି ଦୁଇ ପଇସା ଇନକମ୍ କରିବା ବା ଆଗକୁ ଆମ ନିଜର ବଢ଼ିବା, ଆମର ସଂସ୍ଥାକୁ ଆହୁରି ଦୁଇ ଗୁଣ ଲାଭ କରିବା ପାଇଁ ସାହାଯ୍ୟ କରିବା ସେଇ ଲକ୍ଷେ ଟଙ୍କା ଲୋନ୍। ଦେଖନ୍ତୁ ଏଇଠି ସ୍ୱୟଂ ଯୋଜନା ଓଡ଼ିଶା ଉପରେ ଆମେ ଯେତେବେଳେ କ୍ଲିକ୍ କରୁଛନ୍ତି ତ ଏଇଠି ଆପଣମାନେ ସ୍ୱୟଂ ଯୋଜନା ଓଡ଼ିଶା ଆପ୍ଲାଏ ଅନଲାଇନ୍ କେ ବେନିଫିଟ୍ସ ଏଲିଜିବିଲିଟି ଉପରେ କ୍ଲିକ୍ କରିବା। ଦେଖନ୍ତୁ ଭିଡ଼ିଓଟି ଏକ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ତାପରେ କ୍ଲିକ୍ କଲାପରେ ମୁଁ ଆପଣମାନଙ୍କୁ ସ୍ୱୟଂ ଯୋଜନାରେ ପୂର୍ବରୁ ମଧ୍ୟ ଭିଡ଼ିଓ ବନେଇ ଦେଇଥିଲି, ଆପଣମାନଙ୍କୁ କ'ଣ ଡିଟେଲ୍ସ ସବୁ ଯଦି ଆପଣମାନେ ଦେଖିନାହାନ୍ତି ତେବେ ଆପଣମାନେ ଏଣ୍ଡ ସ୍କ୍ରିନ୍ରେ ବା ଆଇ ବଟନ୍ରେ ମୁଁ ଆପଣମାନଙ୍କୁ ଲିଙ୍କ୍ ଦେଇଦେଇଛି, ତ ଆପଣମାନେ ଯାଇକି ଦେଖିପାରନ୍ତି ସମ୍ପୂର୍ଣ୍ଣ ଅପଡେଟ୍ ମୁଁ ଆପଣଙ୍କୁ ସେଥିରେ ଦେଇଛି। ତେବେ ଏଇ ଯେଉଁ ଯୋଜନାର ଅନଲାଇନ୍ ଯେଉଁ ପ୍ରକ୍ରିୟା, ତ ଆପଣମାନେ ଭାବୁଛନ୍ତି ଅନଲାଇନ୍ କେବେ ଆରମ୍ଭ, ସମସ୍ତେ ବ୍ୟସ୍ତ ହେଲେଣି, ତ ମୁଁ ଆପଣଙ୍କୁ ଡିଟେଲ୍ସ ଅପଡେଟ୍ ଦେଖାଇ ଦେଉଛି। ତ ଏଇଠି ଆପଣମାନଙ୍କୁ କେୟାରଫୁଲ୍ ଦେଖନ୍ତୁ ଥିବେ ତଳକୁ ସ୍କ୍ରୋଲ୍ କଲାପରେ ଟୁ ଆପ୍ଲାଏ, ତ ଏଇଠି ପ୍ରଥମେ ଦେଖୁଛି 448 କୋଟି ଟଙ୍କା ଏଇ ଯୋଜନାରେ ବା ଘୋଷଣା ହେଇଛି। ତ ଟୁ ଆପ୍ଲାଏ ଫର୍ ଦ ସ୍କିମ୍ ଏ ପର୍ସନ୍ ସୁଡ୍ ଆପ୍ଲାଏ ଅନଲାଇନ୍ ଓନ୍ଲି ଆଜ୍ ଦ ଗଭର୍ଣ୍ଣମେଣ୍ଟ ହାଜ୍ ଡିସାଇଡେଡ୍ ଟୁ ଟେକ୍ ଅନଲାଇନ୍ ଆପ୍ଲିକେସନ୍ ଓନ୍ଲି। The portal will open soon and interested applicant can apply for the scheme as the official portal is not open yet by the authorities। तो अथॉरिटी मना करछन, तो बर्तमान ऑफिशियल साइट ओपन है नहीं, जेहेतु आपण मानक पाखरे टाइम अच्छी उद्यम रेजिस्ट्रेशन आपण माने निजर रेजिस्ट्रेशन पंजीकरण करंतु। तो उद्यम पंजीकरण पय आपण मानक पैन कार्ड आधार कार्ड नहीं जातु, आपण मान सेठी निश्चित भाव में जनसेवा केन्द्र में अप्लाई करदे, 2 मिनिटर कथा 2 मिनिटर हो जिवो। तेबे चलतु एठी आपण मानक मु कहि दउ जो प्रथम ऑप्शन टी आपण माने देखिथिले पूर्वरु जो ऑप्शन टी मु आपण देखि सेति आपण माने क्वाली जो एजुकेशन पिला तो सेमानक पय सेठी रेजिस्ट्रेशन करिवे, तो सेति आपण माने जमार भी हाथ मारे नहीं। तो ये आप देखुए एप्लिकेशन, तो ये आप डिक्लेयर भी कर देजी अंडर द स्कीम। तो ये देखुए स्कीम नेम स्वतंत्र एवं उद्यमी स्कीम। तो स्वयं योजनार हूँ जो मैंने युवक मैंने अच्छा ग्रामीण युवक मैंने युवती मैंने, तो से योजना आरंभ होती। बजेट रोचे 448 कोटी टंका। टार्गेट बेनिफिशियरी रूराल एंड अर्बन यूथ ऑफ द स्टेट एंड रेशन कार्ड होल्डर, जो मान रेशन कार्ड अच्छी बीएसके कार्ड बे नवीन कार्ड आप्लाय हो से आप्लाय करेंगे, किंतु बर्तमान जो मान रेशन कार्ड अच्छी से ही आप्लाय करेंगे। नेक्स्ट वीडियो में आपको बतईदेवी आपण मानकर जदि राशन कार्ड ना तो केमी आप्लाय करेंगे। तो एप्लिकेशन पोर्टाल रही नॉट ओपन नेट, तो एप्लिकेशन डेट रही सून
will be announced by the authority। तो अथॉरिटी खूब शीघ्र ये योजनार ऑफिशियल साइट को ओपन करेंगे। तो ओपन कलापर मुझे समस्त अनुरोध करुँच भिडियोटी मुझे आनमी। तो केमी से आप सठिक पंजीकरण करेंगे जो भाई भाई मैंने पंजीकरण सठिक भाव में कर नपारे तुमकर जानी ना से केमी पंजीकरण करेंगे दयाकोरी मत व्हाट्सएप कंटाक्ट करेंगे। तो डॉक्यूमेंट पठेदेले मुझे पंजीकरण करदेवी। तो निश्चित भाव में आपको हेल्प करी कारण आप मो चैनल को सब्सक्राइब करछंती। तो निश्चित भाव में मुझे पंजीकरण कर निश्चित भाव में हेल्प करी। तेबे जदि अपडेट भल लगे तेबे चैनल को सब्सक्राइब करूँ। तेबे आपण हाथ में निश्चित भाव में अनेक दिन टाइम अच्छी। तेबे आपण मैंने आज ही जाकि आपण जनसेवा केन्द्र में निश्चित भाव में आपण जो उद्यम जो आधार अच्छी तो से रेजिस्ट्रेशन कर दिंतु। से रेजिस्ट्रेशन न कर पारे तो आप लोन पाइबे नहीं। तेबे आउ जदि आपण मैंने उद्यम योजना किसी जानवाक चाहूँ तेबे आपण मैंने कमेंट माध्यम निज मतामत दिंतु मुझे वीडियो बनईदेवी। तेबे आज जदि भिडियोटी आपण भल लगे तेबे आपण चैनल को सब्सक्राइब करूँ। जय जगन्नाथ।